स्वागत दर्शक बंधु मु अशोक आज आम नागेश्वर न्यूज आम कवि लेखक कैमेरा टीम सहित आम आज आसी पहुँचीचु मयूरभंज जिला अंतर्गत बारिपदा स्थित पालबणी ठारे। एठी अछंती गोटे कवि दंपति श्रीजुक्त उमेश खिलार और श्रीमती अन्नपूर्णा खिलार 1948 मसीह मयूरभंज जिला अंतर्गत मोरडा ब्लॉक स्थित पलाश मुंडली ठारे पिता स्वर्गत गोविंद चंद्र खिलार और माता स्वर्गता रुक्मणी खिलार कलमंडन करी जन्म नियंती उमेश 1948 मसीह पिता स्वर्गत प्रियनाथ बारिक और माता स्वर्गता गौरीमणि बारिकी कलमंडन करी बालेश्वर जिलार माणिकंबटारे जन्मग्रहण करती अन्नपूर्णा। तेबे आसंतु देखिबा सेमानक विषय किछि रोचक तथ्य। हे समय बयस कुमोर नेलो चोरे हे समय। उमेशंक बाल्य जीवन थिला अति चपल। पिता स्वर्गत गोविंद चंद्र खिलार थिले जने गाँ औषध बिकाली। एही अभावी परिवार रे जन्म ग्रहण करिथिबा उमेशंक बाल्य जीवन अति अभाव अनाटन मध्य कटिथिला। सी समय रे बागुड़ी बहुचोरी पाराबिलेई लंबडिया इत्यादि खेल बेस आदृति लाभ करिथिला। बयस कुमोर नेलो चोरे। बेतमाड़ को डरी बही बसानी धरी लुचिची केबे जाई आंबो तोटारे केबे नई पठारे। ओ पुरुणा खाता चिरी कागज डंगा करी भसेई देइची मु बरसा ठारे घरे दांड दुआरे। बोकु केते मिछ कहिची हरा बेले लुची आंब तोड़ीची चोरी करी पुणी धरा पड़ीची कान धरी उठ बस हेची। हे समय नेहुरा होची हली मु करुची मो दुष्टामी दिन को दियो फेरेई मो दुष्टामी दिन को दियो फेरेई। हे समय बयस कुमोर नेलो चोरेई। भजन हेउची हे महाबाहु। हे महाबाहु तुमे प्रभु थाउ थाउ करोना साधुची दाऊ महामारी साजी लगाई बाजी बेगे अपसरी जाऊ। हे महाबाहु जगत उद्धार हेउ शून्य आकाश को कला मेघ परी विश्व समुदाय पकाई घेरी तुम दर्शन होइछि सपन काहींकी शुणुन आउ। हे महाबाहु करोना साधिची दाऊ जगत उद्धार हेउ
ବିପଦ କାଳରେ ଅସ୍ତମିତ ରବି, ମନରେ ଆଙ୍କିଛି ଆତଙ୍କର ଛବି। ଏ ଘୋର ବିପଦୁ ରକ୍ଷା କର ପ୍ରଭୁ, ସୃଷ୍ଟିର ସର୍ଜନା ରହୁ। ହେ ମହାବାହୁ, କରୋନା ସାଧୁଛି ଦାଉ, ଜଗତ ଉଦ୍ଧାର ହେଉ। ବହୁତ ସୁନ୍ଦର କବିତା। ତାଙ୍କର ଆଉ ଏକ ଭଜନ ହେଉଛି ଭାବର ମନ୍ଦିରେ ଉଡ଼ିଲା ନେତ। ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ, ସପନର ବାର୍ତ୍ତା ହୋଇଲା ସତ। ନୟନର ପଥ କଲେ ଆଲୋକିତ, ଭାବର ମନ୍ଦିରେ ଉଡ଼ିଲା ନେତ। ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ, ସପନର ବାର୍ତ୍ତା ହୋଇଲା ସତ। ଚିନ୍ତା ଓ ଚେତନା କଲା ବାଟବଣା, ପ୍ରଭୁ ଦର୍ଶନ ପାଇବା ପାଇଁ। ମୋ ମନର କଥା କହିବା ପାଇଁକି, ଆତୁର କଣ୍ଠରେ ଡାକିଲି ମୁହିଁ। ଅନ୍ତର ବାରତା ଜାଣିଲେ ମାଧବ, ବରସାର ଦେଲେ ଶୁଭ ସଂକେତ। ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ, ସପନର ବାର୍ତ୍ତା ହୋଇଲା ସତ। ଜଗତର ପାଇଁ ବାଜେ ସାହାନାଇ, ଦରଦୀର ବନ୍ଧୁ ନୀଳାଚଳିଆ। ବନ୍ଧୁ ମହାନ୍ତିର ଦୁଃଖ ହରି ନେଇ, ପରସିଲେ ତାକୁ ଅନ୍ନ ଥାଳିଆ। ଭକତ ଜୀବନ ପଶିଲେ ଶରଣ, ମାୟାବନ୍ଧନରୁ ହୋଇବେ ମୁକ୍ତ। ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ, ସପନର ବାର୍ତ୍ତା ହୋଇଲା ସତ। ଇଏ ମଧ୍ୟ ବହୁତ ସୁନ୍ଦର ଭଜନଟିଏ। ଇଏ ଗୋଟାଏ ଭଜନ ମଶାଣିର ଜୁଇ ଡାକ ଦେଲାଣି, ସେ ଲେଖିଛନ୍ତି। ଗୋଟେ ଭାବପୂର୍ଣ୍ଣ ଭଜନ ଇଏ। ଆହେ ଜଗନ୍ନାଥ ଜଗତର ନାଥ, ଜୀବନ ଦୀପ ମୋ କ୍ଷୀଣ ହେଲାଣି। ଅଧୁରା ସପନ ବିଚଳିତ ମନ, କାହାକୁ କହିବି ଦୁଃଖ କାହାଣୀ। ମଶାଣିର ଜୁଇ ଡାକ ଦେଲାଣି, ଜୀବନ ଦୀପ ମୋ କ୍ଷୀଣ ହେଲାଣି। ମନର ଭାବନା ତୁମକୁ ତ ଜଣା, ଶେଷ ସମୟରେ ରଖିଛି ଆଶା। ଏ ଭବ ସାଗରୁ କରିଦେବ ପାରି, ତୁମେ ଏକା ମୋର ସାହା ଭରସା। ନିରୁପାୟ ମୁହିଁ ପଥ ନଦୀ ସଇ, ସମୟ ତ ଏବେ ଗଡ଼ିଗଲାଣି। ମଶାଣିର ଜୁଇ ଡାକ ଦେଲାଣି, ଜୀବନ ଦୀପ ମୋ କ୍ଷୀଣ ହେଲାଣି। ମଣିଷ ଜୀବନ ନୁହେଁ ଚିରଦିନ, ଏକଥା ଅଟଇ ନିରାଟ ସତ୍ୟ। ଜାଣିବି ଅଜଣା ହୋଇ ବାଟବଣା, ଅସମୟ କେତେ ଉଡ଼ିଛି ପଥ। କରେ ନିବେଦନ ପଶୁଛି ଶରଣ, ଆହେ ପ୍ରଭୁ ମୋତେ ଦିଅ ମେଲାଣି। ମଶାଣିର ଜୁଇ ଡାକ ଦେଲାଣି, ଜୀବନ ଦୀପ ମୋ କ୍ଷୀଣ ହେଲାଣି। ବହୁତ ସୁନ୍ଦର ମଧ୍ୟ ଇଏ ଭଜନଟି, ଏକ ଭାବପୂର୍ଣ୍ଣ ଭଜନ। କଳା ତଥା ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିଲେ। ସ୍କାଟ୍ ଓଡ଼ିଶା ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ସ୍କାଟ୍ ଓଡ଼ିଶା ତରଫରୁ ମଧ୍ୟ ତାଙ୍କୁ ସେକ୍ରେଟାରୀ ପଦରେ ନିଯୁକ୍ତି ଦିଆଯାଇଥିଲା। ପୂଜ୍ୟ ପୂଜା ଓଡ଼ିଶା ଭୁବନେଶ୍ୱର ତରଫରୁ ମଧ୍ୟ ତାଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ସ୍କାଟ୍ ଓଡ଼ିଶା 2007 ମସିହାରେ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ଚାନ୍ଦ ଦେଇ ସେବା ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। କରୋନା କଟକଣା ଯୋଗୁଁ ତାଙ୍କ ପାଖରୁ ଆମେ ସିଧାସଳଖ ଭାବରେ ସାକ୍ଷାତକାର ନେଇପାରିନଥିଲୁ, ତଥାପି ଆମ କ୍ୱେଶ୍ଚନ୍ ଅନୁସାରେ ସେ ଆନ୍ସର୍ ଦେଇଥିଲେ। ଆପଣ ଜଣେ ଗୀତିକାର ଭାବରେ ପରିଚିତ, ଆପଣ କେବେ ଓ କାହା ପ୍ରେରଣାରେ ଲେଖାଲେଖି ଆରମ୍ଭ କରିଥିଲେ? ସେ କହିଥିଲେ, ମୁଁ ଆଜକୁ ପ୍ରାୟ 10 ବର୍ଷ ହେଲା ଗୀତି କବିତା ସହିତ ଅନ୍ୟାନ୍ୟ କବିତାମାନ ଲେଖୁଛି। ମୁଁ ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବାରୁ ଜଗନ୍ନାଥ ହେଉଛନ୍ତି ମୋ ପ୍ରେରଣାର ଉତ୍ସ। ଦ୍ୱିତୀୟ ପ୍ରଶ୍ନ ଥିଲା, ଆପଣ କି ପ୍ରକାର କବିତା ଲେଖିବାକୁ ଅଧିକ ରୁଚି ରଖିଛନ୍ତି? ସେ ଉତ୍ତର ଦେଇଥିଲେ, ମୁଁ କେବଳ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଉପରେ ଗୀତି କବିତା ଲେଖିବାକୁ ଅଧିକ ରୁଚି ରଖିଛି, କାରଣ ଜଗନ୍ନାଥ ମୋ କଲମ ମୁନର ପଥ ପ୍ରଦର୍ଶକ। ତୃତୀୟ ପ୍ରଶ୍ନ ଥିଲା, ଆପଣ ଏଯାବତ୍ କେତେ ଗୀତି କବିତା ଲେଖିସାରିଛନ୍ତି? ସେ କହିଥିଲେ, ଦେଖନ୍ତୁ ଆଜ୍ଞା, ମୁଁ ଏଯାବତ୍ ପ୍ରାୟ 400 ପାଖାପାଖି ଗୀତି କବିତା ଲେଖିସାରିଛି। ତନ୍ମଧ୍ୟରୁ 20ଟି ଗୀତରୁ ଅଡ଼ିଓ CD ପ୍ରସ୍ତୁତ ହୋଇସାରିଛି, ଆଉ 8ଟି ଗୀତ CD ଅପେକ୍ଷାରେ ଅଛି। ଆପଣ ଜଣେ ଶିକ୍ଷକ ହିସାବରେ ସମାଜ ପ୍ରତି କ'ଣ ସନ୍ଦେଶ ରଖିବେ? ଉତ୍ତରରେ ସେ କହିଥିଲେ, ଛାତ୍ରଛାତ୍ରୀମାନେ ଅଧିକ କର୍ତ୍ତବ୍ୟପରାୟଣ ହେବା ସଙ୍ଗେ ସଙ୍ଗେ ନୂତନ ସମାଜ ଗଠନ ଦିଗରେ ବ୍ରତୀ ହୁଅନ୍ତୁ। ନିଜ ଗାଁ ମାଟି ସ୍କୁଲରୁ ପ୍ରାଇମେରୀ ପାସ୍ କଲା ପରେ ଉଦଳାସ୍ଥିତ ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ୍ ପାସ୍ କରନ୍ତି ଓ ତାପରେ ଶିକ୍ଷକ ଚାକିରି କରନ୍ତି। ଏହି ସମୟ ମଧ୍ୟରେ ଆରମ୍ଭ ହୁଏ ତାଙ୍କର
ସାଂସାରିକ ଜୀବନ। 1973 ମସିହାରେ ବାଲେଶ୍ୱର ଜିଲ୍ଲାର ମାଣିକମ୍ବସ୍ଥିତ ଅନ୍ନପୂର୍ଣ୍ଣାଙ୍କୁ ସେ ବିବାହ କରନ୍ତି। ତାପରେ ଆରମ୍ଭ ହୁଏ ତାଙ୍କର ସାଂସାରିକ ଜୀବନ। ଏବେ ତାଙ୍କର 3 ଜଣ ପୁତ୍ର ଅଛନ୍ତି। ଅନ୍ନପୂର୍ଣ୍ଣା ମଧ୍ୟ ହେଉଛନ୍ତି ଜଣେ ଆଦର୍ଶ ନାରୀ କବି। ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି। ପଲ୍ଲୀଶ୍ରୀ ସାହିତ୍ୟ ସଂସଦରୁ ସେ ମାନପତ୍ର ପ୍ରାପ୍ତ, ମୟୂରଭଞ୍ଜରୁ ମନସ୍ୱିନୀ ସାହିତ୍ୟ ସଂସଦ ତରଫରୁ ମଧ୍ୟ ସେ ମାନପତ୍ର ପାଇଛନ୍ତି। ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ମଧ୍ୟ ସେ ସମ୍ମାନିତ। ସ୍କାଟ ଓଡ଼ିଶା ତରଫରୁ ମଧ୍ୟ ସମ୍ମାନିତ। ଏମିତି ଅନେକ ସମ୍ମାନ ସେ ପାଇଛନ୍ତି। ଅଷ୍ଟଭୁଜା ସାହିତ୍ୟ ସଂସଦ ବଲାଙ୍ଗୀର ତରଫରୁ ମଧ୍ୟ ସେ ସମ୍ମାନିତ। ଚାକିରି କାଳ ମଧ୍ୟରେ ଉମେଶ ଖିଲାର ଗ୍ରାଜୁଏସନ୍ କମ୍ପ୍ଲିଟ୍ କରନ୍ତି, BD କରନ୍ତି। ସେ ମଧ୍ୟ ବହୁ ଅନୁଷ୍ଠାନରୁ ସମ୍ମାନିତ। ବହୁ ଅନୁଷ୍ଠାନରେ ମଧ୍ୟ ସେ ଅତିଥି ତଥା ଗେଷ୍ଟ ଭାବରେ ସେ କାର୍ଯ୍ୟ କରିଛନ୍ତି। ବହୁ ଉପାଧି, ବହୁ ସମ୍ମାନ, ବହୁ ଟ୍ରଫି ମଧ୍ୟ ସେ ପାଇଛନ୍ତି। ବଡ଼ ଖୁସି ମିଜାଜରେ ରହୁଥିବା ଉମେଶ ବହୁତ ଭ୍ରମଣପ୍ରିୟ ବ୍ୟକ୍ତି। ବହୁ ସ୍ଥାନ ମଧ୍ୟ ସେ ବୁଲିଛନ୍ତି। ଏହାଛଡ଼ା ଉମେଶ ଖିଲାର ଶିକ୍ଷାଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ। ଇଏ ହେଉଛି ଅନ୍ନପୂର୍ଣ୍ଣାଙ୍କର ଏକ କବିତା ସହଯୋଗ। 4ଟି ଅକ୍ଷର ଶବ୍ଦ ସହଯୋଗ, ପରିପୂର୍ଣ୍ଣ କଲେ ମାନବର ଅଙ୍ଗ। ବହୁମୂଲ୍ୟ ଅଟେ ସହଯୋଗ ଶବ୍ଦ, ଜୀବନ ଶୈଳୀରେ ନ ଆଣେ ପ୍ରମାଦ। ସଫଳତା ପାଇଁ ସହଯୋଗ ଲୋଡ଼ା, ବିନା ସହଯୋଗେ ସବୁ ତ ଅଲୋଡ଼ା। ପ୍ରତି ମୁହୂର୍ତ୍ତରେ ଘଟେ ବିଶୃଙ୍ଖଳା, ସହଯୋଗ ପଣ ରଖେ ତା କଳା। ଏହି ଶବ୍ଦଟିକୁ ପାରିଲେ ସାଇତି, ଗୃହ ମଧ୍ୟ କେବେ ନ ଆଣେ ବିପତ୍ତି। ଏକତାରେ ବଳେ ମିଳେ ସହଯୋଗ, କରିପାରେ ସିଏ ବଡ଼ ବଡ଼ କାର୍ଯ୍ୟ। ଉଇ ପୋକଙ୍କର ଏକଥା ଗଠନ, ଗଢ଼ିପାରେ ଯିଏ ମୃତ୍ତିକା ତୋରଣ। ସହଯୋଗୀ ମନ ହୋଇଲେ ଏକାଠି, ପରାଜୟ ନାହିଁ କାର୍ଯ୍ୟରେ ସବୁଠି। ଭିନ୍ନତା ମଧ୍ୟରେ ଏକତାର ବଳ, ନହେବା କାର୍ଯ୍ୟକୁ କରଇ ସଫଳ। ଅଧୈର୍ଯ୍ୟ ମନରେ ସହଯୋଗ ହାତ, ସବୁ କରିପାରେ ଜଗତର ନାଥ। ଖୁବ୍ ସୁନ୍ଦର କବିତାଟିଏ। ତାଙ୍କର ଆଉ ଏକ କବିତା ପିତା, ବାପାଙ୍କ ଉପରେ ସେ ଲେଖିଛନ୍ତି। ପିତା ବୋଲି ଆମେ ଯାହାକୁ ମଣୁଛୁ, ସିଏ ଆମର ଜନ୍ମଦାତା। ତାଙ୍କ ପାଇଁ ଆଜି ଜଗତ ଆସିଛୁ, ସିଏ ଆମ ଭାଗ୍ୟ ବିଧାତା। ପିତା ସ୍ୱର୍ଗ ପିତା ଧର୍ମ, ସିଏ ଆମର ଅଟଇ ଦେବତା ସମ। ତାଙ୍କ ସେବା କରି ଜୀଇବୁ ଜୀବନ, ରଖିବୁ ତାଙ୍କରି ମାନ। ତାଙ୍କ ବୋଲ ମାନି ଚାଲିଥିଲେ ବାଟ, ପ୍ରମାଦ କେବେ ନ ଆସେ। ମଣିଷର ମନ ଉକୁଟି ଦିଶଇ, ଜୀବନେ ଆଲୁଅ ଦିଶେ। ତାଙ୍କୁ ସନ୍ତୁଷ୍ଟରେ ରଖିଲେ ରେ ଧନ,
ସନ୍ତୁଷ୍ଟ ହେବେ ଦେବତା, ମୁଣ୍ଡରେ ବର୍ଷିବ ଶୁଭ ଆଶୀର୍ବାଦ, ଆନନ୍ଦ ଧରିତ୍ରୀ ମାତା। ବହୁତ ସୁନ୍ଦର କବିତା। ଆଜିର ଯୁବ ସମାଜ ପାଇଁ ଏ କବିତାଟି ବେଶ୍ ଆବଶ୍ୟକ। ତାଙ୍କର ଆଉ ଏକ କବିତା ଟିକି ଚଢ଼େଇ। ଟିକି ଚଢ଼େଇରେ ଟିକି ଚଢ଼େଇ, ଟିକି ମନ ତୋର ଚଗଲା ତୁହି, ପିଞ୍ଜରା କରିଛି ତୋହରି ପାଇଁ, ପିଞ୍ଜରାରେ ସୁଖ ପାଇବୁ ନାହିଁ। ଭଲ ଭଲ ଖାଦ୍ୟ ଦେବି ମୁଁ ତୋତେ, ତାକୁ ଖାଇ ସୁଖୀ ହେବୁ କି ସତେ। ବଣ ଜଙ୍ଗଲର ସୁସ୍ୱାଦୁ ଫଳ, ନଦୀ ଝରଣାର ନିର୍ମଳ ଜଳ, ସ୍ୱାଧୀନ ଭାବରେ ବୁଲିବୁ ତୁହି, ଖୁସିରେ ଉଡ଼ିବୁ ଡେଣା ମେଲାଇ। କେତେ ସାଙ୍ଗସାଥୀ ଭେଟିବେ ତୋତେ, ଉଡ଼ି ଦେଖୁଥିବୁ ରାଇଜ କେତେ, କିଚିରି ମିଚିରି ଶବଦ କରି, କେତେ ଖୁସି ମନେ ଆସିବୁ ଫେରି। ଗଛ କୋରଡ଼ରେ ବସା ତୋହର, ମା ଧରିଥିବ ତୋର ଆହାର, ଖୁଆଇ କୋଳରେ ଶୁଆଇ ଦେବ, କେତେ ଗପ କହି ମନ ମୋହିବ। ମା କୋଳ ପରି ଆରାମ ନାହିଁ, ସ୍ୱାଧୀନତା ପରି ଶାନ୍ତି ନଥାଇ, ତେଣୁ ମୁଁ ତୋତେରେ ଦେଲି ଉଡ଼େଇ, ନୀଳ ଆକାଶରେ ଯିବୁ ପଳେଇ। ବହୁତ ସୁନ୍ଦର ଶିଶୁ କବିତାଟିଏ। ବହୁତ ଭଲ ଲାଗୁଛି ଅବଶ୍ୟ ଏ କବିତାଟି। ତାଙ୍କର ଆଉ ଏକ କବିତା ହେଉଛି କର୍ମର ଫଳ। ଜଗୁ ମଘୁ ଦୁହେଁ ଯାଆଁଳା ଭାଇ, ବଡ଼ ସାନ ବାରି ହୋଇ ନାହିଁ, ବଡ଼ ହୋଇ ଜଗୁ ପଢ଼ିଲା ପାଠ, ବିଦ୍ୟାଳୟ ହେଲା ଉତ୍ତମ ଚାଟ। ପିତା ମାତାଙ୍କର ମାନିଲା କଥା, କାହାରି ମନରେ ନଦିଏ ବ୍ୟଥା, ଗୁରୁଜୀ କରିଲେ କେତେ ଆଦର, ପାଠ ପଢ଼ିବାରେ ନଥିଲା ଡର। ଗୁରୁ ଭକ୍ତି ଦେଖି ସଭିଏଁ ଖୁସି, ଆଶୀର୍ବାଦ କଲେ ଶୁଭ ମନାସି, ବଡ଼ ଭାଇ ଯୋଗୁ ହେଲା ଡାକ୍ତର, ରୋଗୀମାନଙ୍କୁ ସେ କଲା ନିଜର। ସୁଖ ଶାନ୍ତିରେ ତା କଟିଲା ଦିନ, ସହାୟ ହୋଇଲେ ଶ୍ରୀ ଭଗବାନ, ମଘୁ ବଡ଼ ହେଲା ଦିନକୁ ଦିନ, ପାଠ ପଢ଼ିବାରେ ନଦିଏ ଧ୍ୟାନ। ଏ କବିତାଟି ଶିଶୁମାନଙ୍କ ପାଇଁ, ମୁଖ୍ୟତଃ ଯେଉଁ ପିଲାମାନେ ପାଠ ପଢ଼ିବାକୁ ହେୟ ମନେ କରୁଛନ୍ତି ସେମାନଙ୍କ ପାଇଁ ବେଶ୍ ପ୍ରଯୁଜ୍ୟ। ସେ ଆଉ ଗୋଟେ ଲେଖିଛନ୍ତି ଭଜନ, ରତନ ବେଦୀରେ ଚକା ନୟନ। ରତନ ବେଦୀରେ ଚକା ନୟନ, କି ସୁନ୍ଦର ଆହା କଳା ବଦନ, ଭାଇ ଭଉଣୀଙ୍କୁ ଧରି, ଝଟକ ଦିଶଇ ରୂପ ମାଧୁରୀ। ଲେଖିଦେଲେ ଲାଖି ଯାଏ ମୋ ମନ, ରତନ ବେଦୀରେ ଚକା ନୟନ, କାଉଁରୀ କାଠିର ପରଶ ତୋର, ଛୁଇଁ ଦେଇ କରୁ ଦୁଃଖୀ ଉଦ୍ଧାର, ବେଦନାରେ ଭରା ପ୍ରାଣ ତୋ ପାଇଁ, ରତ୍ନ ସିଂହାସନୁ ଆଣେ ଉଠାଇ, କେତେ ରୂପ ଧରି କରୁ ଗମନ, ରତନ ବେଦୀରେ ଚକା ନୟନ। ଆହେ ଜଗଦୀଶ ଆରତ ତ୍ରାଣ, ଥରେ ନ ଦେଖିଲେ ଆକୁଳ ପ୍ରାଣ, ଶୟନେ ସପନେ ତୁମକୁ ଖୋଜେ, ତୁମେ ନ ମିଳିଲେ ନୟନ ଭିଜେ, ତୁମ ନାମ ଭଜି ଯାଉ ଜୀବନ, ରତନ ବେଦୀରେ ଚକା ନୟନ। ଅନ୍ନପୂର୍ଣ୍ଣା ଖିଲାର ଜଣେ ମଧ୍ୟ ଉତ୍ତମ ନାରୀ କବି, ଜଣେ ବହୁବିଧ ପ୍ରତିଭା। ସେଥିପାଇଁ ତାଙ୍କୁ କବି କୁମୁଦ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବହୁ ଅନୁଷ୍ଠାନରୁ ସେ ସମ୍ମାନିତ ହୋଇଛନ୍ତି। ଜୟଦେବ ସଂସ୍କୃତି ବିକାଶ ପରିଷଦ ତରଫରୁ ତାଙ୍କୁ ଜୟଦେବ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ଅକ୍ଷୟ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ କଳା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ସ୍ୱାଧୀନତା ସଂଗ୍ରାମୀ ଭିକାରୀ ଚରଣ ମହାପାତ୍ରଙ୍କ ସ୍ମୃତି ଉତ୍କଳ ଉଜ୍ଜଳ ପ୍ରଭା ସମ୍ମାନ 2007 ମଧ୍ୟ ତାଙ୍କୁ ମିଳିଛି। କଳିଙ୍ଗ କନ୍ୟା ସମ୍ମାନ ମଧ୍ୟ ତାଙ୍କୁ ମିଳିଛି ଅନ୍ନପୂର୍ଣ୍ଣା ଖିଲାରଙ୍କୁ। ରାଜ୍ୟ ସମ୍ବର୍ଦ୍ଧନା ଉତ୍ସବ 2008 କବି ସୂର୍ଯ୍ୟ ବଳଦେବ ରଥ ସମ୍ମାନ ମଧ୍ୟ ତାଙ୍କୁ ମିଳିଛି। ଅଷ୍ଟଭୁଜା ଆଇଟି ସାହିତ୍ୟ ସଂସଦ ତରଫରୁ ମଧ୍ୟ 2008ରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟସ୍ତରୀୟ ପୂଜାମୟୀ ସମ୍ମାନ ମଧ୍ୟ ତାଙ୍କୁ ମିଳିଛି ଶ୍ରୀମତୀ ଅନ୍ନପୂର୍ଣ୍ଣା ଖିଲାରଙ୍କୁ। ରାଜ୍ୟ କଳା ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଉତ୍କଳ ଜ୍ୟୋତି ସମ୍ମାନ 2008ରେ ମଧ୍ୟ ତାଙ୍କୁ ମିଳିଛି। ଶିଶୁ ସମାଜ ସାରଳା ସମ୍ମାନ 2009ରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ବାଣୀମଞ୍ଜୁଳ ଉପାଧି ମଧ୍ୟ ତାଙ୍କୁ ମିଳିଛି ଶ୍ରୀମତୀ ଅନ୍ନପୂର୍ଣ୍ଣା ଖିଲାରଙ୍କୁ। ବାଣୀପୀଠ ମହୋତ୍ସବରେ ମିଳିଥିଲା। ଅନେକ ସମ୍ବର୍ଦ୍ଧନା ପତ୍ର ସେ ପାଇଛନ୍ତି। ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି। ବଳାଙ୍ଗୀ ମହୋତ୍ସବ 2015ରେ ମଧ୍ୟ ତାଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା ମୟୂରଭଞ୍ଜରେ। ବାଣୀଚିତ୍ର ସମ୍ମାନ 2015
47ତମ ବାର୍ଷିକ ଉତ୍ସବରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା। ପଦ୍ମଲୋଚନ ପାଠାଗାର ଅନନ୍ତପୁର ତରଫରୁ ମଧ୍ୟ କବି ପଦ୍ମ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି। ସେ ଲେଖିଛନ୍ତି ଭଜନ ମୋ କଣ୍ଠେ ଶ୍ରୀ ଜଗନ୍ନାଥ, ଅସୁରକ୍ଷିତ ଜାଇଫୁଲ ଇଏ ବହି ମଧ୍ୟ ତାଙ୍କର, ମୋ କଣ୍ଠେ ଶ୍ରୀ ଜଗନ୍ନାଥ ଇଏ ମଧ୍ୟ ତାଙ୍କର ଲେଖା ଅଟେ। ସ୍ମୃତିର ପଦଚିହ୍ନ ଇଏ ମଧ୍ୟ ତାଙ୍କ ସଂକଳନ ଅଟେ। ସୃଷ୍ଟି ଅପେକ୍ଷାରେ ସାରସ୍ୱତ ସୃଷ୍ଟିର ଅନନ୍ୟ ଉପହାର ଇଏ ମଧ୍ୟ ଲେଖିଛନ୍ତି। ସତ୍ୟର ବିଳାପ ୟାକୁ ମଧ୍ୟ ଲେଖିଛନ୍ତି ଅନ୍ନପୂର୍ଣ୍ଣ ଖିଲାର। ବିଶ୍ୱବନ୍ଧ୍ୟା ଇଏ ମଧ୍ୟ ତାଙ୍କ କୃତି।